ମାଧିଆ ବଂଶଜାତ ଅକ୍ଷସରସର ପୁତ୍ର ଯେ ଦାରିଆବସ୍ କଲ୍ଦୀୟ ରାଜ୍ୟ ଉପରେ ରାଜା ନିଯୁକ୍ତ ହୋଇଥିଲା ତାହାର ପ୍ରଥମ ବର୍ଷରେ ତା ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିଏଲ ଶାସ୍ତ୍ର ଦ୍ୱାରା ବର୍ଷର ସଂଖ୍ୟା ଅର୍ଥାତ୍ ଜେରୁସାଲମର ଉଚ୍ଛିନ୍ନତାର ସମୟ 70 ବର୍ଷ ହେବା ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଜିରିମିୟା ଭବିଷ୍ୟବକ୍ତାଙ୍କ ନିକଟରେ ଉପସ୍ଥିତ ହୋଇଥିଲା ତାହା ମୁଁ ବୁଝିଲି। ଏଣୁ ମୁଁ ଉପବାସ ଚଟ ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ତାହାଙ୍କ ପ୍ରତି ଦୃଷ୍ଟି କଲି। ପୁଣି ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି ଓ ପାପ ସ୍ୱୀକାର କରି କହିଲି, ହେ ପ୍ରଭୁ, ତୁମେ ମହାନ ଓ ଭୟାନକ ପରମେଶ୍ୱର, ଯେଉଁମାନେ ତୁମକୁ ପ୍ରେମ କରନ୍ତି ଓ ତୁମର ଆଜ୍ଞା ପାଳନ କରନ୍ତି। ତୁମେ ସେମାନଙ୍କ ପ୍ରତି ନିୟମ ଓ ଦୟା ରକ୍ଷା କରିଥାଅ। ଆମମାନେ ପାପ ଓ କୁଟିଳାଚରଣ କରୁଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ ଆଉ ତୁମର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ। ପୁଣି ତୁମ୍ଭର ଯେଉଁ ଦାସ ଭବିଷ୍ୟତ ବକ୍ତାଗଣ ଆମ୍ଭମାନଙ୍କର ରାଜଗଣକୁ, ଆମମାନଙ୍କର ଅଧିପତିଗଣକୁ, ଆମମାନଙ୍କର ପିତୃପୁରୁଷଗଣକୁ ଓ ଦେଶସ୍ଥ ଲୋକସମୂହକୁ ତୁମ୍ଭ ନାମରେ କଥା କହିଲେ ସେମାନଙ୍କ ପ୍ରତି ଆମେମାନେ କର୍ଣ୍ଣପାତ କରିନାହୁଁ। ହେ ପ୍ରଭୁ, ଧାର୍ମିକତା ତୁମର ଅଟେ, ମାତ୍ର ଆଜିକାର ନ୍ୟାୟ ମୁଖର ବିବର୍ଣ୍ଣତା ଆମମାନଙ୍କର। ତୁମ ବିରୁଦ୍ଧରେ କୃତ ସତ୍ୟ ଲଙ୍ଘନ ସକାଶୁ ଜିହୁଦାର ଲୋକ ଓ ଜେରୁସାଲେମ ନିବାସୀଗଣ ଓ ତୁମ ଦ୍ୱାରା ତାଡ଼ିତ ସକଳ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ ବିବର୍ଣ୍ଣତାର ପାତ୍ର। ହେ ପ୍ରଭୁ, ମୁଖର ବିବର୍ଣ୍ଣତା ଆମମାନଙ୍କର, ଆମମାନଙ୍କ ରାଜଗଣର, ଆମମାନଙ୍କର ଅଧିପତିଗଣର ଓ ଆମମାନଙ୍କ ପିତୃପୁରୁଷଗଣର ଅଟେ, କାରଣ ଆମେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। ବିବିଧ ଦୟା ଓ କ୍ଷମା ଆମମାନଙ୍କର ପ୍ରଭୁ ପରମେଶ୍ୱରଙ୍କର ଅଟେ, କାରଣ ଆମେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହୀଚରଣ କରିଅଛୁ ଓ ସେ ଆପଣା ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆପଣାର ଯେଉଁ ବ୍ୟବସ୍ଥା ସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ ତଦନୁସାରେ ଆଚରଣ କରିବା ପାଇଁ ଆମେମାନେ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କ ରବରେ ମନୋଯୋଗ କରିନାହୁଁ। ହଁ, ସମୁଦାୟ ଇସ୍ରାଏଲ ତୁମର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି। ତୁମର ରବରେ ଯେପରି ସେମାନେ ମନୋଯୋଗ ନ କରିବେ, ଏଥିପାଇଁ ସେମାନେ ବିପଦଗାମୀ ହୋଇଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଶପଥ ଆମମାନଙ୍କ ଉପରେ ଢଳାଯାଇଅଛି, କାରଣ ଆମେମାନେ ତାହାଙ୍କ ବିରୁଦ୍ଧରେ ପାପ କରିଅଛୁ। ପୁଣି ସେ ଆମମାନଙ୍କ ଉପରେ ମହା ଅମଙ୍ଗଳ ଘଟାଇବା ଦ୍ୱାରା ଆମମାନଙ୍କ ବିରୁଦ୍ଧରେ ଓ ଯେଉଁ ବିଚାରକର୍ତ୍ତାଗଣ ଆମମାନଙ୍କର ବିଚାର କଲେ ସେମାନଙ୍କ ବିରୁଦ୍ଧରେ ଯାହା କହିଥିଲେ ଆପଣଙ୍କର ସେହି ବାକ୍ୟ ସେ ସଫଳ କରିଅଛନ୍ତି। କାରଣ ଜେରୁସାଲେମ ପ୍ରତି ଯାହା କରାଯାଇଅଛି ସମୁଦାୟ ଆକାଶମଣ୍ଡଳ ତଳେ ସେହିପରି କରାଯାଇ ନାହିଁ। ମୋଶାଙ୍କ ବ୍ୟବସ୍ଥାର ଲିଖନ ଅନୁସାରେ ଏହିସବୁ ଅମଙ୍ଗଳ ଆମମାନଙ୍କ ପ୍ରତି ଘଟିଅଛି। ତଥାପି ଆମେମାନେ ଆପଣା ଅଧର୍ମରୁ ଫେରିବା ପାଇଁ ଓ ତୁମ୍ଭର ସତ୍ୟତା ବୁଝିବା ପାଇଁ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ନିକଟରେ ବିନତି କରିନାହୁଁ। ଏହି ନିମନ୍ତେ ସଦାପ୍ରଭୁ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଆମମାନଙ୍କ ପ୍ରତି ତାହା ଘଟାଇଅଛନ୍ତି, କାରଣ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଯାହା ଯାହା କରନ୍ତି ଆପଣାର ସେହି ସକଳ କାର୍ଯ୍ୟରେ ସେ ଧାର୍ମିକ ଅଟନ୍ତି, ମାତ୍ର ଆମେମାନେ ତାହାଙ୍କ ରବରେ ମନୋଯୋଗ କରିନାହୁଁ। ଏଣୁ ଏବେ ହେ ପ୍ରଭୁ ଆମମାନଙ୍କ ପରମେଶ୍ୱର, ତୁମେ ବଳବାନ ହସ୍ତ ଦ୍ୱାରା ମିଶ୍ର ଦେଶରୁ ଆପଣା ଲୋକମାନଙ୍କୁ ବାହାର କରି ଆଣି ଆଜିକାର ନ୍ୟାୟ କୀର୍ତ୍ତି ଲାଭ କରିଅଛ। ଆମମାନେ ପାପ କରିଅଛୁ, ଆମମାନେ ଦୁଷ୍କର୍ମ କରିଅଛୁ। ହେ ପ୍ରଭୁ, ବିନୟ କରେ ତୁମ୍ଭର ସମସ୍ତ ଧାର୍ମିକତା ଅନୁସାରେ ତୁମ୍ଭର ନଗର ଜେରୁସାଲେମ ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ, କାରଣ ଆମମାନଙ୍କର ପାପ ଆମମାନଙ୍କ ପିତୃପୁରୁଷଗଣର ଅଧର୍ମ ସକାଶୁ ଜେରୁସାଲେମ ଓ ତୁମ୍ଭର ଲୋକମାନେ ଆମମାନଙ୍କ ଚତୁର୍ଦିଗ ସ୍ଥିତ ଲୋକଙ୍କର ନିନ୍ଦାର ପାତ୍ର ହୋଇଅଛନ୍ତି। ଏହେତୁ ହେ ଆମମାନଙ୍କ ପରମେଶ୍ୱର, ଏବେ ତୁମ୍ଭ ଦାସର ପ୍ରାର୍ଥନା ଓ ବିନତିରେ କର୍ଣ୍ଣପାତ କର ଓ ତୁମ୍ଭର ଏହି ଯେଉଁ ଧର୍ମଧାମ ଧ୍ୱଂସିତ ହୋଇଅଛି ତହିଁ ପ୍ରତି ପ୍ରଭୁଙ୍କ ସକାଶେ ଆପଣା ମୁଖ ପ୍ରସନ୍ନ କର। ହେ ମୋର ପରମେଶ୍ୱର, କର୍ଣ୍ଣରେ ଶୁଣ, ଆପଣା ଚକ୍ଷୁ ମେଲି ଆମମାନଙ୍କର ଉଚ୍ଛିନ୍ନତା ପ୍ରତି ଓ ତୁମ୍ଭ ନାମରେ ଖ୍ୟାତ ଏହି ନଗର ପ୍ରତି ଦୃଷ୍ଟିପାତ କର, କାରଣ ଆମ୍ଭେମାନେ ନିଜ ଧାର୍ମିକତା ସକାଶେ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭ ସାମରେ ଆମମାନଙ୍କ ନିବେଦନ ଉତ୍ସର୍ଗ କରୁଅଛୁ। ହେ ପ୍ରଭୁ ଶୁଣ, ହେ ପ୍ରଭୁ କ୍ଷମା କର, ହେ ପ୍ରଭୁ ମନୋଯୋଗ କରି କର୍ମ କର, ବିଳମ୍ବ ନ କର। ହେ ମୋର ପରମେଶ୍ୱର, ନିଜ ସକାଶେ କର୍ମ କର, କାରଣ ତୁମର ନଗର ଓ ତୁମର ଲୋକମାନେ ତୁମ ନାମରେ ଖ୍ୟାତ ଅଟନ୍ତି। ଏ ରୂପେ ମୁଁ ନିବେଦନ ପ୍ରାର୍ଥନା କରୁଥିଲି। ପୁଣି ମୋର ପାପ ଓ ମୋର ଇସ୍ରାଏଲ ଲୋକଙ୍କର ପାପ ସ୍ୱୀକାର କରୁଥିଲେ ଆଉ ମୋ ପରମେଶ୍ୱରଙ୍କର ପବିତ୍ର ପର୍ବତ ନିମନ୍ତେ
ସଦାପ୍ରଭୁ ମୋ ପରମେଶ୍ୱରଙ୍କ ଛାମୁରେ ଆପଣା ନିବେଦନ ଉତ୍ସର୍ଗ କରୁଥିଲେ। ଏପରି ପ୍ରାର୍ଥନା କରି କଥା କହୁ କହୁ ଆଦ୍ୟରେ ଦର୍ଶନ ମୁଁ ଯାହା ଦେଖିଲି ସେହି ପୁରୁଷ ଗାବ୍ରିଏଲ ଶୀଘ୍ର ଉଡ଼ିବା ପାଇଁ ଆଦିଷ୍ଟ ହୋଇ ପ୍ରାୟ ସନ୍ଧ୍ୟାକାଳୀନ ନୈବେଦ୍ୟ ସମୟରେ ଆସି ମୋତେ ସ୍ପର୍ଶ କଲେ। ପୁଣି ସେ ମୋତେ ଶିକ୍ଷା ଦେଲେ ଓ ମୋ ସାଙ୍ଗେ କଥାବାର୍ତ୍ତା କରି କହିଲେ, ହେ ଦାନିଏଲ, ମୁଁ ଏବେ ତୁମକୁ ବୁଦ୍ଧିର କୌଶଳ ଦେବାକୁ ଆସିଲି। ତୁମର ବିନତିର ଆରମ୍ଭ ସମୟରେ ଆଜ୍ଞା ନିର୍ଗତ ହେଲା, ଆଉ ତୁମକୁ ଜଣାଇବା ପାଇଁ ମୁଁ ଆସିଅଛି, କାରଣ ତୁମେ ଅତ୍ୟନ୍ତ ପ୍ରିୟ ପାତ୍ର। ଏଥିପାଇଁ ଏହି ବିଷୟ ବିବେଚନା କର ଓ ଦର୍ଶନ ବୁଝ। ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ କରିବାକୁ ଆଉ ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପବିତ୍ର ତମକୁ ଅଭିଷିକ୍ତ କରିବାକୁ, ତୁମ ଲୋକଙ୍କର ଓ ତୁମ ପବିତ୍ର ନଗର ନିମନ୍ତେ 70 ସପ୍ତାହ ନିର୍ପିତ ହୋଇଅଛି। ଏଥିପାଇଁ ତୁମେ ଜ୍ଞାତ ହୁଅ ଓ ବୁଝ ଯେ ଜେରୁସାଲେମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ 7 ସପ୍ତାହ ହେବ। ପୁଣି ସଙ୍କଟ କାଳରେ ହିଁ ତାହା ଛକ ଓ ପରୀକ୍ଷା ସହିତ 3 2 ସପ୍ତାହ ପୁନର୍ନିର୍ମିତ ହେବ। ପୁଣି 3 2 ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବ ଓ ସେ ଅକିଞ୍ଚନ ହେବ। ଆଉ ଆଗାମୀ ଅଧିପତର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଲାବନ ଦ୍ୱାରା ତାହାର ଶେଷ ହେବ। ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ। ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି। ପୁଣି ସେ 1 ସପ୍ତାହ ପର୍ଯ୍ୟନ୍ତ ଅନେକର ସହିତ ଦୃଢ଼ ନିୟମ କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ। ଆଉ ଘୃଣା ଯୋଗ୍ୟ ବସ୍ତୁ ସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ। ପୁଣି ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକ ରୂପରେ କ୍ରୋଧ ଢଳାଯିବ।